ବ୍ରହ୍ମାଣ୍ଡ ସେମିତି ଦେଖିଲା ବେଳକୁ ପୁରାଣରେ ବିଭିନ୍ନ ପ୍ରକାର ମତ ରହିଛି। ତେବେ ବଳରାମ ଦାସ ଲକ୍ଷ୍ମୀ ପୁରାଣରେ ଲେଖିଲେ, ତିନି ବ୍ରହ୍ମାଣ୍ଡେ ଯାର ଲୀଳା ତାପାଦେ ଖଟନ୍ତି କମଳା। ଏଠି ବଳରାମ ଦାସ କହୁଛନ୍ତି ବ୍ରହ୍ମାଣ୍ଡ ହେଉଛି ମୋଟେ ତିନି। ଅଚ୍ୟୁତାନନ୍ଦ ଦାସ କହୁଛନ୍ତି ଶପଥ ବ୍ରହ୍ମାଣ୍ଡର ନାଥ, ଅନାଥ ନୁହେଁ ମୁଁ ଅଚ୍ୟୁତ। କିନ୍ତୁ ଅଚ୍ୟୁତାନନ୍ଦ ଦାସ କହୁଛନ୍ତି ଯେ ବ୍ରହ୍ମାଣ୍ଡ ହେଉଛି ସାତ। କିନ୍ତୁ ଆମର ଭୀମ ବହି ସେ କହୁଛନ୍ତି ଜାଗିଛନ୍ତି ଅଲେଖ କୁଣ୍ଡେ, ଧାପ ଦେଉ ଅଛି ସେ ଯେ 21 ବ୍ରହ୍ମାଣ୍ଡେ, ବ୍ରହ୍ମ ବେନି ଭାଗ ହେଲା ଅଧେ ବ୍ରହ୍ମାଣ୍ଡ ରଚିଲା। ଜଗନ୍ନାଥ ଦାସ କୁହନ୍ତି ଆରେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତାଲମ କୋପେ ବିରାଜଇ। ଏଥିରେ ଆପଣମାନେ ହିଁ ଡିସାଇଡ୍ କରନ୍ତୁ ଯେ ବ୍ରହ୍ମାଣ୍ଡ ହେଉଛି କେତେ। ଜୟ ଜଗନ୍ନାଥ।